ବର୍ଷା ଦିନେ ଏମିତି ଛଣା ହେଲା କିଛି ଚଟପଟା ଜିନିଷ ହେଲା ଖାଇବାକୁ ସବୁବେଳେ ମନ ହୁଏ। କିନ୍ତୁ ଏଇ ବର୍ଷାରେ ବାହାରେ ତ ସବୁବେଳେ ଖାଇ ହେବନି, କାରଣ ବାହାରେ ଖାଇଲେ ଦେହ ଗଡ଼ବଡ଼ ହେଇଯିବ, ଦେହ ଖରାପ ହେଇଯିବ। ତେଣୁ ଆଜି ଆମେ ଘରେ ତିଆରି କରିଦେବା ସେଇଭଳି କିଛି ଜିନିଷ ଯାହାକି ଆମେ ବର୍ଷାରେ ଖାଇପାରିବା। ତ ଆଜି ମୁଁ ତିଆରି କରିଛି ପୁରା ଦୋକାନ ଭଳି ନିମିକି। ଆଉ ନିମିକି ବନେଇଛି ବହୁତ ସହଜରେ। ଆପଣମାନଙ୍କୁ ଦୟାକରି ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ଆପଣ ସମସ୍ତଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ବହୁତ ସାରା ସ୍ୱାଗତ। ଆଜି ପ୍ରସ୍ତୁତ କରିଛି ମୁଁ ବିଲକୁଲ ଦୋକାନ ଭଳି ନିମିକି। ନିମିକି ତିଆରି କରିବା ପାଇଁ ଆମକୁ ତ ମଇଦା ଲାଗିବ। ତ ମଇଦାରେ ଯେହେତୁ ନିମିକି ତିଆରି ହେବ, ତ ସେଥିପାଇଁ ମୁଁ 2 ଗିନା ନେଇଯାଇଛି ମଇଦା। ଆଉ ମଇଦାରେ ନିମିକି ବନେଇବେ, ଆପଣଙ୍କର ନିମିକିଟି ଏକଦମ ବଢ଼ିଆ ସେ ମାନେ ପୁରା କ୍ରିସ୍ପି ହେବ ଆଉ ଖାଇବା ପାଇଁ ମଧ୍ୟ ବହୁତ ଟେଷ୍ଟି ଲାଗିବ। ତ ଦେଖନ୍ତୁ, ଏଠି ମୁଁ 2 ଗିନା ପାଖାପାଖି ନେଇଯାଇଛି ମଇଦା। ଆଉ ନିମିକିକୁ ଟିକେ ଟେଷ୍ଟି କରିବା ପାଇଁ, ମାନେ ନିମିକି ଯେହେତୁ ହେବ ତ ଟିକେ ଲୁଣିଆ ନିହାତି ଲାଗିବା ଦରକାର। ତ ସେଥିପାଇଁ ମୁଁ ସ୍ୱାଦ ଅନୁସାରେ ଅଳ୍ପ ଟିକେ ଲୁଣ ପକାଇ ଦେଇଛି। ଗୋଟେ ଛୋଟ ଚାମଚରେ ପକାଇ ଦେଇଛି କଳା ଜିରା। ବିନା କଳା ଜିରାରେ ନିମିକି ବିଲକୁଲ ବି ଭଲ ଲାଗିବନି। ତାପରେ ନିମିକିରେ ଆମେ ଖାସ୍ତା ଦେବା, ସେଥିପାଇଁ 2 ଚାମଚର ପକାଇ ଦେଇଛି ରିଫାଇନ୍ ତେଲ, ବା ଆପଣମାନଙ୍କ ପାଖରେ ଯାହା ତେଲ ଅଛି, ରାଇସ୍ ବ୍ରାନ୍ ଅଏଲ୍ ହେଲା ଆପଣ ପକାଇ ପାରିବେ। ଆପଣ ନହେଲେ ଘିଅରେ ମଧ୍ୟ ଆକୁ ଖାସ୍ତା ଦେଇପାରିବେ। ତ ସବୁ ଜିନିଷକୁ ପକାଇ ସାରିଲା ପରେ ଦେଖନ୍ତୁ, ତାକୁ ମୁଁ ବଢ଼ିଆ ସେ ପୁରା ଖାସ୍ତା ଦେଇଦେଉଛି। ଆମେ ତାକୁ ସେ ପର୍ଯ୍ୟନ୍ତ ଖାସ୍ତା ଦେବା ଯେପର୍ଯ୍ୟନ୍ତ କି ଆମେ ଯେତେବେଳେ ହାତ ମୁଠା କରିବା, ହାତ ମୁଠାରେ ମୁଠାନେ ହେଇଯାଉଥିବ, ତାମାନେ ଆମେ ତାକୁ ସେ ପର୍ଯ୍ୟନ୍ତ ଖାସ୍ତା ଦେବା। ମାନେ ଖାସ୍ତା ଆପଣଙ୍କର ହେଇଛି କି ନାହିଁ ଯଦି ଆପଣ ଚେକ୍ କରିବାକୁ ଚାହୁଁଛନ୍ତି, ଆପଣ ତାକୁ ହାତରେ ଏମିତି ମୁଠା କରିବେ। ଯଦି ଆପଣଙ୍କ ହାତରେ ଏମିତି ମୁଠା ହେଇଯାଉଥିବ, ତାମାନେ ଆପଣଙ୍କର ଖାସ୍ତାଟି ଏକଦମ ପରଫେକ୍ଟ ହେଇଛି। ତ ସାଙ୍ଗମାନେ ଦେଖନ୍ତୁ, ଏପଟେ ମୋର ବି ମୁଠା ବଢ଼ିଆ ସେ ହେଇଯାଉଛି। ତ ଏବେ ମୁଁ ତାକୁ ଅଳ୍ପ ଅଳ୍ପ ପାଣି ଦେଇକି ତାକୁ ଚକଟି ନେବି। ଆଉ ସବୁବେଳେ ମନେ ରଖିବେ, ଏକାଥରକେ ପାଣି ଦେବେନି। ଯଦି ଆପଣ ଏକାଥରକେ ପାଣି ଦେଉଛନ୍ତି, ଆପଣଙ୍କର ଏଇ ଯେଉଁ ଡୋଟି ପାଣିଆ ହେଇଯିବ। ତ ତାକୁ ଅଳ୍ପ ଅଳ୍ପ କରି ପାଣି ଦେବେ, ତ ଆପଣ ଠିକ୍ ତା'ର ମେଜରମେଣ୍ଟ ପାଇବେ। ତ ଦେଖିପାରୁଥିବେ, ଏଠି ମୁଁ ଅଳ୍ପ ଟିକେ ପାଣି ଦେଇକି ଦେଖନ୍ତୁ ତାକୁ ହାତରେ ଏମିତି ଚକଟି ନେଲି। ତ ମୋତେ ଆଉ ଟିକେ ପାଣି ଲାଗିବ, ତ ଆଉ ଟିକେ ପାଣି ଦେଇ ତାକୁ ଦେଖନ୍ତୁ ମୁଁ ପୁରା ଭଲସେ ଚକଟି ନେଇକି ଆସିଯାଉଛି। ତ ସାଙ୍ଗମାନେ ଏବେ ଦେଖିପାରୁଥିବେ, ମୋର ଏଠି ମୁଁ ନିମିକି ପାଇଁ ଅଟାକୁ ଚକଟି ଦେଇଛି, ମାନେ ମଇଦାକୁ ଚକଟି ନେଇଛି। ଏମିତି ନିମିକି ଖାଇବାକୁ କାହାକୁ ପସନ୍ଦ ଲାଗେ ମୋତେ ନିହାତି ଭାବରେ କମେଣ୍ଟରେ ଜଣାଇବେ। ଏମିତି ନିମିକି ବନେଇକି ଆପଣ ରଖିଥିବେ, ଆପଣ ଆପଣଙ୍କ ପିଲାକୁ ମଧ୍ୟ ଟିଫିନରେ ଦେଇପାରିବେ ଖାଇବା ପାଇଁ। ତ ଦେଖିପାରୁଥିବେ, ତାକୁ ପୁରା 5ରୁ 10 ମିନିଟ୍ ଏମିତି ଚକଟି ସାରିଲା ପରେ ଏବେ ତା ଉପରେ ଅଳ୍ପ ଟିକେ ମୁଁ ତେଲ ଲଗାଇଦେବି। ଆଉ ତାକୁ 15 ମିନିଟ୍ ପାଇଁ ରେଷ୍ଟ କରିବା ପାଇଁ ଛାଡ଼ିଦେବି, ଯେମିତିକି ଆମର ଅଟାଟି ଭଲସେ ସେଟ୍ ହେଇଯିବ। ତ ଦେଖିପାରୁଥିବେ, ତାକୁ ଫାଷ୍ଟ ତାକୁ କ'ଣ କରିବେ ନା, ତାକୁ ଆପଣ ରେଷ୍ଟ କରିବାକୁ କିଛି ସମୟ ଦେବେ, ତାପରେ ହିଁ ନିମିକି ବନେଇବା ଆମ ଷ୍ଟାର୍ଟ କରିବେ। ତ ଦେଖିପାରୁଥିବେ, ମୁଁ ତାକୁ 15 ମିନିଟ୍ ପାଇଁ ଏବେ ମାନେ ତେଲ ଦେଇକି ତାକୁ ରେଷ୍ଟ କରିବାକୁ ଏପଟେ ଛାଡ଼ିଦେଲି। 15 ମିନିଟ୍ ପରେ ଆପଣମାନଙ୍କୁ କଭର କରିକି ଦେଖାଉଛି। ଦେଖିପାରୁଥିବେ, ଆମର ଯେଉଁ ନିମିକିଟି ଯେଉଁ ଆମେ ଚକଟି ଦେଲେ ସେ କେତେ ବଢ଼ିଆ ସେ ସେଟ୍ ହେଇଯାଇଛି। ତାକୁ ଆଉ 1ରୁ 2 ମିନିଟ୍ ଏମିତି ଚକଟି ନେବେ ଭଲସେ, ଯେମିତିକି ଆମର ନିମିକିଟି ଭଲସେ ଫୁଲିବ ଆଉ କ୍ରିସ୍ପି ମଧ୍ୟ ହେବ। ତ ଦେଖନ୍ତୁ, ତାକୁ 1ରୁ 2 ମିନିଟ୍ ଏମିତି ମୁଁ ଚକଟି ନେଇଛି। ତାପରେ ତା'ର ସବୁ ମୁଁ ଛୋଟ ଛୋଟ ଗୋଳା ତିଆରି କରିନେବି। ନିମିକିର ଗୋଳା ଗୁଡ଼ିକ ଆପଣମାନେ ପୁରା ଛୋଟ ଛୋଟ ରଖିବେ, ଯେମିତି ଆମେ ପୁରୀ ବନାନ୍ତି ତାକୁ ଠିକ୍ ସେହିପରି ରଖିବେ। ଆଉ ନିମିକିକୁ ବିଲକୁଲ ମୋଟା କରିବେନି, ନହେଲେ ସେ ବିଲକୁଲ ଭିତରୁ ସିଝିବନି। ଭିତରୁ ପୁରା କଞ୍ଚା ରହିବ, କିନ୍ତୁ ଉପରୁ ସିଝି ଯାଇଥିବ, କିନ୍ତୁ ଭିତରୁ ସିଝିବନି। ତ ତାକୁ ଏମିତି ଛୋଟ ଛୋଟ ଗୋଳା କରିବେ। ଆପଣମାନଙ୍କୁ ଦେଖାଉଛି ଗୋଟେ ଗୋଳା କରିକି, ଦେଖିପାରୁଥିବେ। ଏମିତି ଛୋଟ ଗୋଳା କରିକି ତାକୁ ଅଳ୍ପ ଟିକେ ମାନେ ମଇଦାର ପାଉଡ଼ରରେ ପକାଇଦେବେ। ଆଉ ପକାଇ ସାରିଲା ପରେ ତାକୁ ଟିକେ ମଇଦାର ପାଉଡ଼ର ଡଷ୍ଟ କରିଦେବେ। ତାପରେ ତାକୁ ଏମିତି ପୁରୀ ଭଳି ବେଲି ନେବେ। ତ ତାକୁ ମୋଟା ବିଲକୁଲ ବେଲିବେନି, ଆପଣମାନଙ୍କୁ କହୁଛି ତାକୁ ପତଳା ହିଁ ବେଲିବେ। ତ ଆପଣମାନଙ୍କୁ ଦେଖାଉଛି ମୁଁ କିପରି ପତଳା ଭାବରେ ତାକୁ ବେଲି ନେଉଛି। ନିମିକିଟି ବନେଇବା ଆକ୍ଚୁଆଲି ବହୁତ ସହଜ। ଆପଣମାନେ ଦେଖିପାରୁଥିବେ, ମୁଁ ନିମିକିକୁ ପୁରା ପତଳା ବେଲି ନେଇଛି। ଆପଣମାନେ ମଧ୍ୟ ଠିକ୍ ତାକୁ ସେହିପରି ହିଁ ବେଲିବେ, ଦେଖିପାରୁଥିବେ ଆପଣମାନେ। ଏବେ ଚାଲନ୍ତୁ ନିମିକି ବନେଇବା। ତ ଫାଷ୍ଟ ତା ମଝିରେ ଏମିତି ଫୋଲ୍ଡ କରିବେ, ତାପରେ ତାକୁ ଏମିତି ଫୋଲ୍ଡ କରିବେ, ଯେମିତି ଆମେ ପରଟାକୁ ଫୋଲ୍ଡ କରନ୍ତି ତାକୁ ସେମିତି ଫୋଲ୍ଡ କରିବେ। ମାନେ ତ ତାକୁ ମଝିରୁ ଆଗ ଭାଙ୍ଗିଦେବେ, ତାପରେ ତା ଏପଟ ସାଇଡ଼୍କୁ ଭାଙ୍ଗିଦେବେ। ତାକୁ ଟିକେ ଅଳ୍ପ ପାଣି ଦେଇକି ତାକୁ ଏମିତି ଚାପିଦେବେ, ନହେଲେ ସେ କ'ଣ ହେବ ନା, ପାଣି ଯଦି ନ ଦେଇ ଆପଣ ନ ଚାପିବେ ନା, ସେ ଫିଟିଯିବ। ତ ଦେଖିପାରୁଥିବେ, ସେଇ ପ୍ରୋସେସ୍ରେ ମୁଁ ସବୁ ବାକି ନିମିକି ଗୁଡ଼ିକ ଏପଟେ ବନେଇ ଦେଇଛି। ସେପଟେ କଡ଼େଇରେ ତେଲକୁ ମୁଁ ବସାଇ ଦେଇଛି ଟିକେ ଗରମ ହେବା ପାଇଁ। ଆଉ ତେଲକୁ ପୁରା
लो गरम करेंगे देखिपे मोर तेल केमी गरम हो तेल जदि आपंकर अधिका गरम हो जाइए ना ताल निमिकी ऊपर तो आपण मानकर बोले भितर बिल्कुल सीझब ना। तो आपण मानक देखा तेल को मुझपर पूरा कम गरम करी तो पूरा कम गरम कर पूरा लो आंचरे आम छाणीमा। तो लो आंचरे पूरा 10-15 मिनट लगे छाणियापाई कारण से सीझी सीझी हम। तो देखिपे लो आंचरे एवं पकई देती 5टी निमिकी मु पकई देती। एबे तार गोटे पाख साइड जेहेतु हो जाता तार आर पाख साइड को एबे मु पलटई देवी। आ केते सुंदर आम निमिकी फुलुची आपण मैंने देखी पारुथिबे। मो पुओ को तो सांग मैंने निमिकी बहुत भल लगे केवल तारी फरमाइश ही मुझे निमिकी बनई। तार दी पाख साइड को एमती जमी से टी ब्राउन कलर हो माने गोल्डन ब्राउन कलर हो कलर चेंज हो आम तेलर काढ़ी आनिमा। तो देखिपे तार गोटे पाख साइड हो जाए तार आर पाख साइड को मुझे लेउटे दूसरी दी पाख साइड जो यही कलर आसो ना तापर आम तेलर काढ़ी आनिमा। तो सांग मैंने आपण मानक देखा तार दुई पाख साइड एपटे पूरा हो जाए। एबे देखो ताकू मु सब तेलर काढ़ी आणुची। तो सांग मैंने गोटे थरकर निमिकी मोर ए गला माने प्रस्तुत हो गला। एबे बाकी सब निमिकी को मुझे प्रोसेस रे छाणी देवी। तो देखुन तो सांग मैंने केते सहजरे आमर निमिकी बनिकी रेडी हो गला। और निमिकी रेसिपीटी जब आपण मानक सतरे भल लगे निहाती भावे भिडियोटी को गोटे लाइक करेंगे। चैनल जब नुआ अच्छे चैनल को सब्सक्राइब करदे आपण फैमिली फ्रेंड को सह यही भिडियोटी को शेयर करदे। तो ये वर्षा दिन में एमती निमिकी बनईकी रखु आउ गरमा गरम चा सहित खाई कि मजा नियंतु वर्षा पागर। तो सांग मैंने एपटे सबू निमिकी गुड़िक मुझे प्रस्तुत कर देइछि। आ निमिकी गुड़िक एकदम क्रिस्पी बनी आ बहुत टेस्टी लगुला। सांग मैंने यही तो थिला निमिकीर रेसिपी। आपण मान सहित देखा गोटे नुआ रेसिपी सह गोटे नुआ भिडियो सह रोची। नमस्कार, जय जगन्नाथ।